ଆଜି ମହାଶିବରାତ୍ରି ଜାଗରରେ ରାଜନଗର ଅଞ୍ଚଳରେ ଏକ ଦୁଃଖଦ ଘଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି। ଜଣେ ବଡ ଭାଇ ସାମ୍ନାରୁ ସାନ ଭାଇକୁ ଆଜି କୁମ୍ଭୀରଟି ଟାଣି ନେଇଛି। ମୁଁ ଗୋଟେ ଦୃଶ୍ୟ ଆପଣଙ୍କୁ ଦେଖେଇବି ଯେ କିଭଳି ଆପଣ ଦେଖିପାରୁଥିବେ ଏଇଠି ଏଇ ଯୋଉ ଶିବଙ୍କ ପାଖକୁ ସେ ଯିବାର ଥିଲା ଏବଂ ସେ ଗାଧେଇକି ଶିବଙ୍କ ପାଖକୁ ଯାଇଥାନ୍ତେ। ଏଠି ଛତା ଏବଂ ଭୋଗ ମଧ୍ୟ ଟଙ୍ଗା ଯାଇଛି। ସେ ଏଇ ଛତା ଏବଂ ଭୋଗ ଗାଧେଇ ସାରିଲା ପରେ ଏଠି ବାଡିରେ ପାଣି ଦେଇ ସାରିବା ପରେ ସେ ମନ୍ଦିରକୁ ଯାଇଥାନ୍ତେ। ବର୍ତ୍ତମାନ ସମୟରେ ତାହା ମଧ୍ୟ ଟଙ୍ଗା ହେଇକି ରହିଛି। ତାଙ୍କ ବଡ ଭାଇ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ, ଯିଏକି ତାଙ୍କ ସାଙ୍ଗରେ ପାଣି ଦଉଥିଲେ ଏବଂ ତାଙ୍କ ସାମ୍ନାରୁ କିଭଳି କୁମ୍ଭୀର ତାଙ୍କୁ ଟାଣି ଲାଗେ ଆଲୋଚନା କରିବା। ଆଜ୍ଞା କଣ କହିବେ, ଆପଣ ତାଙ୍କ ଭାଇ ହେବେ, ଆପଣ ମଧ୍ୟ ପାଣି ଦଉଥିଲେ ତାଙ୍କ ସାଙ୍ଗରେ, କଣ କେମିତି କୁମ୍ଭୀର ଟାଣି ନେଇଗଲା? କୁମ୍ଭୀର ହେଇକି ଧଇଲା ତାକୁ ଆସିକି ଧରା ବୁଡେଇ ଦେଇଥିଲା ତାକୁ କୁମ୍ଭୀର ଧଇଲା। ଧରିବା ପରେ ସେ ଡାକିଲା ଭାଇ ମତେ କୁମ୍ଭୀର ନେଇଗଲା। ମୁଁ ଦୌଡ଼ି ଗଲା ବେଳକୁ କୁମ୍ଭୀର ମାରିଦେଲା। ମାରିଦେଲା ତ ମୁଁ ହାଉଳି କରି ଡାକିଲି ସବୁ ଦୌଡ଼ିକି ଆସିଲେ ଲୋକ ସବୁ। କୁମ୍ଭୀର ତାକୁ ଛାଡ଼ିକି ଯାଇଛି ସବୁ। ସେ କୋଉ ଅଛି କଣ ପାଇଁ ସେ ଆସିଥିଲେ? ଫସଲ ପାଣି ଟଙ୍ଗା ହେଇଛି ଯୋଉ ଫୁଲ ଭୋଗ ଟଙ୍ଗା ହେଇଛି, ଛତା ଟଙ୍ଗା ହେଇଛି, କଣ ପାଇଁ? ସେ ଆଣିଥିଲା ମୁଁ ପାଣି ଦେଇକି ଯିବି କ୍ଷେତରେ ଦଉଛି ଦେଇକି ରଖିକି ସେଇ କାମ ପାଣି ଦେଇଥିଲା ପାଣି ଦେଲା ବେଳକୁ ହଇଲା। ଏଇଟା କଥା ଶୁଣୁଥିଲେ ଯେ ସେ ଆସିଥିଲେ ପାଣି ଦେଇଥାନ୍ତେ ଏବଂ ଗାଧେଇଲା ପରେ ଯାଇଥାନ୍ତେ। ଆଜ୍ଞା ଆମେ ଦେଖୁଛୁ ବାରମ୍ବାର ଆପଣଙ୍କ ଅଞ୍ଚଳରେ ଏଇଭଳି ଘଟଣା ସବୁ ସାମ୍ନାକୁ ଆସୁଛି। କଣ ଦାବି ରଖିବେ? ଆଜି ବନ ବିଭାଗ ଆସିକି ପହଞ୍ଚିଛି ଘଟଣାସ୍ଥଳରେ, ଖୋଜାଖୋଜି ଜାରି ରହିଛି, କିନ୍ତୁ ଗୋଟେ ନିରୀହ ଜୀବନ ଚାଲି ଯାଇଛି ବୋଲି ଗୋଟେ ଆଶଙ୍କା କରାଯାଉଛି। ଏଥିପୂର୍ବରୁ ତ ଆମର ପଞ୍ଚାୟତର ହାତିଆଗିଡ଼ି ଗ୍ରାମରୁ ମହିଳାଙ୍କୁ ନେଇଯାଇଥିଲା। ବନ ବିଭାଗ ସେତେବେଳେ ବି ଆସି ପହଞ୍ଚିଥିଲେ, ଆଜି ବି ଆସି ପହଞ୍ଚିଛନ୍ତି। ତେଣୁ ବନ ବିଭାଗ ପାଖରେ ଆମର ଦାବି ରହୁଛି ଯେ ନଈରେ ଯୋଉ ଦଳ ଭର୍ତ୍ତି ହେଇଛି କିମ୍ବା ଅସୁରକ୍ଷିତ ଅବସ୍ଥାରେ ପଡି ରହିଛି, ଯାହା ତାଙ୍କ ବିଭାଗ ତରଫରୁ ପଦକ୍ଷେପ ନେଇ ଜନବସତିକୁ ସୁରକ୍ଷା ଦେବା ତାଙ୍କର ହଉଛି ପ୍ରଥମ ଦାୟିତ୍ୱ। ତେଣୁ ଆମର ଦାବି ରହୁଛି ଜନବସତି କେମିତି ସୁରକ୍ଷା ରହିବେ, ଏ ଗରିବ ବସ୍ତିଟି ସୁରକ୍ଷାରେ ରହିବ। ଆମର ତାଙ୍କ ପାଖରେ ଦାବି ସେ ନଈକି କେମିତି ସୁରକ୍ଷା ଯୋଗେଇବେ ଲୋକଙ୍କ ପାଇଁ, ତାର ବିଧିଗତ ବ୍ୟବସ୍ଥା କରନ୍ତୁ। ବନ ବିଭାଗ ବାରମ୍ବାର ଦାବି କରୁଛି ଆପଣ ନଈ ଭିତରକୁ ଯାଆନ୍ତୁ ନାହିଁ, କଣ ଆବଶ୍ୟକ ପଡୁଛି ଆପଣ ନଈ ଯାଉଛନ୍ତି, କାହିଁ ଯାଉଛନ୍ତି? ଏଇଠି ତ ନଦୀ ପାଖରେ ଗରିବ ଲୋକ ଅଛନ୍ତି, ଖରାଦିନିଆ ଚାଷବାସ ସବୁବେଳେ କରନ୍ତି, ପନିପରିବା କରନ୍ତି, ପାଣିର ସୁବିଧା ନାହିଁ। ଏଇ ନଦୀ ପାଣିକି ବି ନେଇକି ସେମାନେ ରୋଷେଇବାସ ବି କରନ୍ତି। ତେଣୁ ଫସଲ ଲଗଉଥିବା ସମୟରେ ନିମାଇଁ ବୋଲି ସେ ଗରିବ ପିଲାଟି ପାଣି ଆଣି ଦଉଥିଲା, ହଠାତ୍ ନା କୁମ୍ଭୀର ନେଇଗଲା ଆଉ। ଏଇଟା ଆପଣ ଯାହା ଶୁଣୁଥିଲେ ଯେ ନଈକୂଳିଆ ଲୋକମାନେ ବର୍ତ୍ତମାନ ସମୟରେ ନଈକୁ ନଗଲେ ନହବ, ଯାହା ଫଳରେ ସେମାନେ ବାଧ୍ୟ ହୋଇକି ନଈକି ଯାଉଛନ୍ତି, ନଈ ଉପରେ ନିର୍ଭର କରୁଛନ୍ତି। ଆପଣ ଦେଖିପାରୁଥିବେ ଇଏ ହଉଛି ସେଇ ଫସଲ ଯିଏକି ବର୍ତ୍ତମାନ ଯୋଉ ନିମାଇ ମଲ୍ଲିକ ଯେ ଏଇ ଫସଲ ଚାଷ କରିଥିଲେ ଏବଂ ଏଇ ଫସଲରେ ପାଣି ଦେବା ପାଇଁ ସେ ଏଇ ଯୋଉ ପାଖରେ ଯୋଉ ବ୍ରାହ୍ମଣୀ ନଦୀ ରହିଛି ଏଇ ନଦୀକୁ ସେ ଯାଇଥିଲେ ପାଣି ପାଇଁ। କିନ୍ତୁ ପାଣି ଦେବା ସମୟରେ ହଠାତ୍ ଯେତେବେଳେ ପାଣି ପାଇଁ ଯାଇଥିଲେ ଏକ ଯୋଉ ମଣିଷଖିଆ କୁମ୍ଭୀରଟି ପୂର୍ବରୁ ଜଗି ରହିଥିଲା ତାଙ୍କୁ ବର୍ତ୍ତମାନ ସମୟରେ ନଦୀ ମଧ୍ୟକୁ ଟାଣି ନେଇଛି ଏବଂ ବନ ବିଭାଗ ତରଫରୁ ମଧ୍ୟ ଖୋଜାଖୋଜି ଜାରି ରହିଛି। ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ମଧ୍ୟ ମିଳିପାରି ନାହିଁ। ରାଜନଗରରୁ ତାପସ ପରିଡ଼ା, କନକ ନ୍ୟୁଜ୍।